ନମସ୍କାର। ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସଭା ସ୍କୁଲ ପାଠରେ ସ୍ୱାଗତ କରୁଅଛି। ପ୍ରିୟ ଭାଇ ଓ ଭଉଣୀମାନେ, ପ୍ରିୟ ଶ୍ରୋତା, ପ୍ରିୟ ବନ୍ଧୁ, ମୁଁ ଆଶା କରୁଛି ଆମ ଓଡ଼ିଆ ସଭା ସ୍କୁଲ ପାଠ ଆପଣମାନଙ୍କୁ ଆଧ୍ୟାତ୍ମିକ ରୂପେ, ଶାରୀରିକ ରୂପେ ଓ ମାନସିକ ରୂପେ ଆଶୀର୍ବାଦ ପ୍ରାପ୍ତ କରୁଛନ୍ତି। ତାହେଲେ ଚାଲନ୍ତୁ ବିଳମ୍ବ ନ କରି ଆମ ଏହି ସପ୍ତାହର ପାଠ ଆମେ ଆରମ୍ଭ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସମୟ ମାନଙ୍କୁ ଦେଇଅଛ ସେହି ସାବସ୍କୁ ପାଠ ପଢ଼ିବା ପାଇଁ, ଏହା ବୁଝିବା ପାଇଁ, ଏହା ଜାଣିବା ପାଇଁ ଆମକୁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଆଜିର ବା ଏହି ସପ୍ତାହର ପାଠ ହଉଛି ଟେକେନ୍ ଆଣ୍ଡ ପ୍ରାଇଡ୍, ନିଆଯାଇ ଏବଂ ପରୀକ୍ଷିତ କରାଯାଇଛି ବା ନିଆଯାଇଛନ୍ତି ଏବଂ ପରୀକ୍ଷିତ କରାଯାଇଛନ୍ତି। ଏହା ହଉଛି ଏହି ସପ୍ତାହର ପାଠ। ତାହେଲେ ଚାଲନ୍ତୁ ଆମେ ଏହି ସପ୍ତାହର ପାଠ ଗଭୀର ରୂପେ ଶିକ୍ଷା କରିବା ଆଉ ଜାଣିବା କି ଏହି ସପ୍ତାହରେ ଆମମାନଙ୍କ ପାଇଁ ସବୁକୁ ପାଠ କଣ ଦିଆଯାଇଛି। ତାହା ପୂର୍ବେ ଚାଲନ୍ତୁ ଆମ୍ଭେମାନେ ସେହି ସ୍ୱର୍ଣ୍ଣ ପଦ ଦେଖିବା, ଯାହା ନିଆଯାଇଛି ତା ମାର୍କ 14:36। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୋହର ପ୍ରାଣ ମୃତ୍ୟୁ ଭୋଗ କରିବା ପରି ଅତ୍ୟ ଶୋକକୁଳ ହୋଉଅଛି। ତୁମେ ମୋତେ ଏଠାରେ ରହି ଜାଗିଥାଅ। ବନ୍ଧୁ, ଆମେ ଏହି କାହାଣୀ ଭଲ ଭାବରେ ଜାଣିଅଛୁ। ଯୀଶୁ ପ୍ରଭୁ ଯେବେ ତାଙ୍କ ମୃତ୍ୟୁ ସମୟ ଆସୁଥିଲା, ସେତେବେଳେ ସେ ଗେଥସେମନିକୁ ଯାଇ ପ୍ରଭୁଙ୍କ ଠାରେ ନୀରବରେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ, ଏହା ତୁମର ଇଚ୍ଛା ପୂର୍ଣ୍ଣ ହେଉ। ମୋର ଇଚ୍ଛା ନ ପୂର୍ଣ୍ଣ ହେଉ, ବରଂ ତୁମର ଇଚ୍ଛା ପୂର୍ଣ୍ଣ ହେଉ ବୋଲି ଯୀଶୁ ପ୍ରଭୁ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିଥିଲେ ବୋଲି ଆମେ ଦେଖୁଅଛୁ। ଈଶ୍ୱରଙ୍କର ଯେଉଁ କଷ୍ଟ, ଯେଉଁ ବାଧା ସେ ଭୋଗୁଥିଲେ ଆଉ ମନୁଷ୍ୟ ସ୍ୱରୂପରେ ଯେଉଁ କଷ୍ଟ ସେ ଅନୁଭବ କରୁଥିଲେ ଆଉ ଯେଉଁ ପାପ ଯାହା ତାଙ୍କ ଜୀବନରେ ବା ଯେଉଁ ପାପ ସେ ବହୁଥିଲେ, ସେଇ ପାପ ଏକ ଗଭୀରତ୍ୱ ବା ଏକ ବୋଝ ଉପରେ ତାଙ୍କ ଉପରକୁ ଆସିଥିଲା। ଆଉ ଆମେ ଦେଖୁଅଛୁ କି ପ୍ରଭୁ ଯୀଶୁ ଖ୍ରୀଷ୍ଟ ପିତାଙ୍କ ଠାରେ ପ୍ରାର୍ଥନା କରୁଛନ୍ତି ଏହିପରି ଯେ ପ୍ରଭୁ, ଯଦି ଏହା ତୁମର ଇଚ୍ଛା ହେବ ତାହେଲେ ତମେ କର। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୋର ପ୍ରାଣ ମୃତ୍ୟୁ ଭୋଗ କରିବା ପରି ଅତ୍ୟ ସୁଖ ସକାଳୁ ହଉଛି, ତୁମମାନେ ଏଠାରେ ରହି ଜଗିଥାଅ। ଏଠି ଆମେ ଦେଖୁଛୁ ଯେବେ ସେ ପ୍ରଭୁ ଭୋଜ ଶେଷ ହେଲା ଆଉ ପ୍ରଭୁ ଭୋଜ ଶେଷ ପରେ ପରେ ସେମାନେ ସେହି ଗେଥସେମନିକୁ ଗଲେ ଆଉ ସେ ଆପଣା ଶିଷ୍ୟମାନଙ୍କୁ ନେଲେ ଆଉ ସେଇଠି ସେ କହିଲେ, ତମେ ଏଠି ଜଗ ଆଉ ମୁଁ ସେ ଯାଇ ଟିକେ ଦୂରକୁ ଯାଇ ମୁଁ ପ୍ରଭୁଙ୍କ ସହିତ କଥାବାର୍ତ୍ତା କରିବି ବୋଲି ସେ କରିଥିଲେ। ବନ୍ଧୁ, ତାହେଲେ ଚାଲନ୍ତୁ ଆମେ ଏହାର ପ୍ରଥମ ଭାଗ ଦେଖିବା କି ଯାହା ଭୁଲା ଯାଇପାରେ ନାହିଁ, ଭୁଲା ଯାଇପାରେ ନାହିଁ। ରବିବାର ପାଠରେ ମାର୍କ 14:1-11 ଯଦି ପଢିବା, ସେଠି ଆମେ ଦୁଇଟି କାହାଣୀ ଏଠାରେ ପାଉଛୁ ଯୋଡି ହୋଇ ରହିଛି ଏବଂ ସେମାନେ ପରସ୍ପରକୁ କିପରି ଖେଳନ୍ତି
ତା ବିଷୟରେ ମାର୍କ 1:11 ଆମେ ପାଉଅଛୁ। ପ୍ରଥମତଃ ହଉଛି ଯୀଶୁଙ୍କ ବିରୁଦ୍ଧରେ ଚକ୍ର। ଯେଉଁ ସମୟରେ ଏହି କାମ ଚାଲିଥିଲା ସେହି ସମୟ ଥିଲା ନିସ୍ତାର ପର୍ବ ଓ କୁମରୀ ଶୂନ୍ୟ ରୁଟିର ପର୍ବ। ଆଉ ଏହି ପର୍ବ ପଡ଼ିବାକୁ 2 ଦିନ ଥିଲା। ଆଉ ସେହି ସମୟରେ ପ୍ରଧାନ ଯାଜକ ପ୍ରଧାନ ଶାସ୍ତ୍ରୀମାନେ ଆମେ ଦେଖୁଛୁ କିପରି ତାହାଙ୍କୁ ଛଳରେ ଧରି ବୋଧ କରି ପାରନ୍ତି ସେମାନେ ଏହା ଭାବୁଥିଲେ। ସେଥିରେ ଉପାୟ ସେମାନେ ଖୋଜୁଥିଲେ ବୋଲି ଆମେ ଦେଖୁଅଛୁ। କାରଣ ସେମାନେ କହିଲେ ପର୍ବ ସମୟରେ ନୁହେଁ, ଏହା କରିବା ଉଚିତ ନୁହେଁ। କାଳେ ଲୋକମାନେ ଆମମାନଙ୍କ ମଧ୍ୟରେ ଆଉ ଲୋକମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇପାରେ ବୋଲି ସେମାନେ କହିଲେ। ଏହା ଥିଲା ପ୍ରଥମ ଯାହା ଆମେ ଦେଖୁଅଛୁ। ଦ୍ୱିତୀୟରେ ଆମେ ଦେଖୁଛୁ ବେତ୍ସମେନିଆରେ ଯୀଶୁଙ୍କ ଅଭିଷେକ। ଯୀଶୁ ବେତ୍ସନିଆରେ କୃଷି ସିମନଙ୍କ ଗୃହରେ ଭୋଜନରେ ବସିବା ସମୟରେ ଜଣେ ସ୍ତ୍ରୀ ଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ଶୁଦ୍ଧ ଜଟାମାଂସୀ ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଲିବାକୁ ଲାଗିଲେ ବୋଲି ଆମେ ଦେଖୁଛୁ। ମାତ୍ର କେତେକଙ୍କ ଲୋକ ବିରକ୍ତ ହୋଇ ପରସ୍ପରକୁ ସେମାନେ କହିଲେ ଯେ ତୈଳ କାହିଁକି ଏପରି ନଷ୍ଟ କରାଯାଉଅଛି। ଆଉ ସେମାନେ କହିଲେ କି ଏହି ତୈଳ ତ 150 ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରୟ କରାଯାଇପାରେ। ଆଉ ସେହି ପଇସାରେ ଦରିଦ୍ରମାନଙ୍କୁ ଦିଆଯାଇପାରେ ବୋଲି ସେମାନେ କହିଲେ। ତେଣୁ ସେମାନେ ସେହି ସ୍ତ୍ରୀ ଲୋକଙ୍କୁ ଭର୍ଜନା କରିବାକୁ ଲାଗିଲେ ବୋଲି ଆମେ ଦେଖୁଅଛୁ। ମାତ୍ର ସେମାନଙ୍କ ମନୋଭାବନା ସେମାନଙ୍କ ଚିନ୍ତାଧାରା ଯୀଶୁ ଦେଖି ଯୀଶୁ କହିଲେ ତାହାକୁ ଛାଡ଼ିଦିଅ, କାହିଁକି ତାହାକୁ କଷ୍ଟ ଦେଉଅଛ ବୋଲି ସେମାନଙ୍କୁ କହିଲେ। ସେ କହିଲେ ଯେ ସେ ମୋ ପ୍ରତି ଉତ୍ତମ କର୍ମ କରିଅଛି ବା ଉତ୍ତମ କାର୍ଯ୍ୟ କରିଅଛି ବୋଲି ସେ କହିଲେ। କାରଣ ଦରିଦ୍ରମାନେ ତ ସର୍ବଦା ତୁମମାନଙ୍କ ନିକଟରେ ଅଛନ୍ତି, ଆଉ ତୁମମାନଙ୍କର ଯେତେବେଳେ ଇଚ୍ଛା ସେତେବେଳେ ସେମାନଙ୍କୁ ସାହାଯ୍ୟ କରିପାର। ମାତ୍ର ମୁଁ ସର୍ବଦା ତୁମମାନଙ୍କ ନିକଟରେ ନଥିବି ବୋଲି ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ଉତ୍ତର ଦେଲେ। ତାହାର ଯାହା ସାଧ୍ୟ ତାହା ସେ କରିଅଛି। ସେ ସମାଧି ନିମନ୍ତେ ମୋହର ଶରୀରକୁ ପୂର୍ବରୁ ତୈଳରେ ଅଭିଷିକ୍ତ କରିଅଛି ବୋଲି ଯୀଶୁ ଖ୍ରୀଷ୍ଟ ଶିଷ୍ୟମାନଙ୍କୁ କହିଲେ। ବନ୍ଧୁ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି ବୋଲି ଯୀଶୁ କହିଲେ ଯେ ସମସ୍ତ ଜଗତର ଯେକୌଣସି ସ୍ଥାନରେ ସୁସମାଚାର ଘୋଷଣା କରାଯିବ, ଆଉ ସେତେବେଳେ ସେହି ସ୍ଥାନରେ ଏ ଯେଉଁ ସ୍ତ୍ରୀ ଲୋକ ଯେଉଁ ସ୍ୱର୍ଣ୍ଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ ବୋଲି ଯୀଶୁ ସେମାନଙ୍କୁ କହିଲେ। ବନ୍ଧୁ, ତୃତୀୟରେ ଆମେ ଦେଖୁଛୁ କି ଯୀଶୁଙ୍କୁ ଧରା ଦେବା ପାଇଁ ଯହୂଦାର ସମ୍ମତି। ଦେଖନ୍ତୁ, ସେଥିରେ ଦ୍ୱାଦଶଙ୍କ ମଧ୍ୟରୁ ଇଷ୍କାରିୟତ ଯହୂଦା ନାମକ ଜଣେ ତାହାଙ୍କୁ ପ୍ରଧାନ ଯାଜକ ମାନଙ୍କ ହସ୍ତରେ ସମର୍ପଣ କରିବା ପାଇଁ ସେମାନଙ୍କ ନିକଟକୁ ସେ ଗଲେ। କିଏ? ଯହୂଦା। ଆଉ ସେମାନେ ତାହା ଶୁଣି ଆନନ୍ଦିତ ହେଲେ କି ଜଣେ ଶିଷ୍ୟ ସେମାନଙ୍କୁ ସାହାଯ୍ୟ କରିବାକୁ ଯାଉଅଛି। କି ସାହାଯ୍ୟ? କି ଆପଣା ଗୁରୁକୁ ସେମାନଙ୍କ ହସ୍ତରେ ସମର୍ପଣ କରିବାକୁ ଯାଉଅଛି। ଏଥିଯୋଗୁଁ ସେମାନେ ଅତି ଆନନ୍ଦିତ ହେଲେ ଓ ତାହାଙ୍କୁ
ଟଙ୍କା ଦେବା ପାଇଁ ପ୍ରତିଜ୍ଞା କଲେ। ଆଉ ସେଥିରେ ସେ ତାହାଙ୍କୁ ସୁବିଧା ଅନୁସାରେ କିପରି ଧରା ଯାଇପାରେ ଏହାର ଅନ୍ୱେଷଣ କରିବାକୁ ସେ ଲାଗିଲେ। କିଏ? ଯୋଉଦା। କିପରି ସେମାନେ ଯୀଶୁକୁ ଧରିବେ ତା ବିଷୟରେ ସେମାନେ ଆଲୋଚନା କଲେ। ବନ୍ଧୁ, ଆମେ ଦେଖୁଅଛୁ କିପରି ଯୀଶୁକୁ ଧରିବା ପାଇଁ ସେମାନେ ଚେଷ୍ଟା କରିଥିଲେ। ତାହେଲେ ଚାଲନ୍ତୁ ଆମେ ଆଗକୁ ବଢିବା। ସୋମବାର ପାଠ, ଅନ୍ତିମ ଭୋଜନ। ବନ୍ଧୁ, ପ୍ରଭୁ ଭୋଜ ବିଧି ସ୍ଥାପନ କରାଗଲା ଏହି ସମୟଠୁ। ଯେପରି ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଲେ। ତହିଁରେ ନିଅ, ଏହା ମୋହର ଶରୀର ବୋଲି ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ। ପୁଣି ସେ ପାନପତ୍ର ଘେନି ଧନ୍ୟବାଦ କରି ସେମାନଙ୍କୁ ଦେଲେ ଓ ସମସ୍ତେ ସେଥିରୁ ପାନ କଲେ। ଆଉ ଯୀଶୁ ସେମାନଙ୍କୁ କହିଲେ, ଯେଉଁ ସମୟର ରକ୍ତ ବା ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପତିତ ହେଉଅଛି, ଏ ମୋହର ସେହି ରକ୍ତ ବୋଲି ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ। ଆଉ ସେ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି। କଣ ସେ ସତ୍ୟ? ଯେଉଁ ଦିନ ମୁଁ ଈଶ୍ୱରଙ୍କ ରାଜ୍ୟରେ ନୂଆ କରି ଦ୍ରାକ୍ଷା ଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଏହା ଆଉ କେବେ ହେଁ ପାନ କରିବି ନାହିଁ। ଏହିପରି ଯୀଶୁ ଶିଷ୍ୟମାନଙ୍କୁ କହିଲେ କି ଏହା ହେଉଛି ଶେଷ ପାନ। ଆଉ ଯେଉଁ ଦିନରେ ମୁଁ ସ୍ୱର୍ଗ ରାଜ୍ୟକୁ ଯିବି ଆଉ ସ୍ୱର୍ଗ ରାଜ୍ୟରେ ଦ୍ରାକ୍ଷା ଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଏହା ଆଉ କେବେ ହେଁ ପାନ କରିବି ନାହିଁ ବୋଲି ଯୀଶୁ ଶିଷ୍ୟମାନଙ୍କୁ କହିଲେ। ପୁଣି ସେମାନେ ତବ ଗାନ କଲା ଉତ୍ତାରେ ବା ଗୀତ ଗାନ କଲା ଉତ୍ତାରେ ସେମାନେ ଜିତ ପର୍ବତକୁ ବାହାରି ଗଲେ। କେଉଁ ପର୍ବତକୁ ଗଲେ? ଜିତ ପର୍ବତକୁ ସେ ବାହାରି ଗଲେ। ଆଉ ଜିତ ପର୍ବତରେ କଣ ହେଲା? ଯଦି ଆମେ 27ରୁ ଆଗକୁ ପଢିବା, ପିତରଙ୍କ ଅସ୍ୱୀକାରରେ ପୂର୍ବ ସୂଚନା। କିପରି ପିତର ଯୀଶୁଖ୍ରୀଷ୍ଟଙ୍କୁ ଅସ୍ୱୀକାର କରିବେ, ସେ ଅସ୍ୱୀକାର କରିବା ପୂର୍ବେ ଯୀଶୁଖ୍ରୀଷ୍ଟ ସେ ତାଙ୍କୁ ସୂଚନା ଦିଅନ୍ତି। ଯେବେ ଆମେ ପଢୁ 27 ପଦରୁ 14-27 ପର୍ବରୁ, ମାର୍କ 14-27 ପଦରୁ ଆମେ ସେଠି ପାଉଛୁ ଯେ ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, କଣ କହିଲେ? ତୁମେମାନେ ସମସ୍ତେ ବିଘ୍ନ ପାଇବ, କାରଣ ଲେଖା ଅଛି। କଣ ଲେଖା ଅଛି? ଆମ୍ଭେ ମେଷପାଲକକୁ ପ୍ରହାର କରିବା ଆଉ ମେଷ ଗୁଡିକ ଛିନ୍ନ ଭିନ୍ନ ହୋଇଯିବ। ମାନେ ମେଷପାଲକ କିଏ? ଯୀଶୁଖ୍ରୀଷ୍ଟ। ଆଉ ଯେବେ ଯୀଶୁଖ୍ରୀଷ୍ଟଙ୍କୁ ଯେବେ ଯୀଶୁଖ୍ରୀଷ୍ଟଙ୍କୁ ସେଇ ଫାରୋଶୀ ସେଇ ଯାଜକ ମାନେ ଧରିଲେ, ସେତେବେଳେ ଆମେ ଦେଖୁଛୁ କି ସେଇ ଯୋଉ ମେଷମାନେ, ସେ ମେଷମାନେ କିଏ? ସେଇ ଶିଷ୍ୟମାନେ ମେଷ ଗୁଡିକ ଛିନ୍ନ ଭିନ୍ନ ହୋଇଗଲେ ବୋଲି ସେମାନେ ଛିନ୍ନ ଭିନ୍ନ ହୋଇଗଲେ ବୋଲି କହୁଅଛି। କିନ୍ତୁ ମୁଁ ଉଦ୍ଦୀପ୍ତ ହେଲା ଉତ୍ତାରେ ତୁମମାନଙ୍କ ଆଗେ ଗାଲିଲୀକୁ ଯିବି। ଏହାର ଅର୍ଥ ସେମାନେ ବୁଝିପାରିଲେ ନାହିଁ। ମାତ୍ର ଯୀଶୁ ପ୍ରଭୁ କହିଲେ କି ମତେ ମୃତ୍ୟୁ ଦଣ୍ଡ ଦିଆଯିବ ଆଉ ମୁଁ ତୃତୀୟ ଦିନରେ ପୁନରୁତ୍ଥିତ ହେବି। ଆଉ ପ୍ରଥମରେ ସେମାନଙ୍କୁ ଗାଲିଲୀରେ ମୁଁ ଦେଖାଯିବି ବୋଲି ସେ କହିଲେ। ମାତ୍ର ଏହି କଥାକୁ ପିତର ତାହାଙ୍କୁ କହିଲେ, ଯଦ୍ୟପି ସମସ୍ତେ ବିଘ୍ନ ପାଇବେ, ତଥାପି ମୁଁ ପାଇବି ନାହିଁ ବୋଲି ସେ କହିଲେ। ମାନେ ଯଦ୍ୟପି ସମସ୍ତେ ତମକୁ ଛାଡିଦେବେ, ମାତ୍ର ମୁଁ
ତୁମକୁ ମୁଁ ଛାଡ଼ିଦେବିନି, ପରିତ୍ୟାଗ କରିବିନି ବୋଲି କିଏ କହିଲେ? ପିତର କହିଲେ। ଆଉ ସେହି କଥାକୁ ଯୀଶୁ ତାଙ୍କୁ କହିଲେ ଏହିପରି କି ମୁଁ ତୁମକୁ ସତ୍ୟ କହୁଅଛି ପିତର, ଆଜି ଏହି ରାତିରେ, ସେ କଣ କହିଲେ? ଆଜି ଏହି ରାତିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମେ ମତେ 3 ଥର ଅସ୍ୱୀକାର କରିବ ବୋଲି ପିତରକୁ କହିଲେ। ବନ୍ଧୁ ଦେଖନ୍ତୁ, କେତେ ଗର୍ବରେ ପିତର କହିଲେ, ହେ ପ୍ରଭୁ, ଯଦି ସମସ୍ତେ ଦେଲେ, ଛାଡ଼ି ଦେଇ ଚାଲିଗଲେ ବି ମୁଁ ତୁମକୁ ଛାଡ଼ିବି ନାହିଁ, ମୁଁ ତୁମକୁ ପରିତ୍ୟାଗ କରିବି ନାହିଁ, ତୁମ ସହ ମୁଁ ରହିବି ବୋଲି କହିଲେ। ମାତ୍ର ଯୀଶୁ ପିତରକୁ କହନ୍ତି, ହେ ପିତର, ତୁମକୁ ମୁଁ ସତ୍ୟ କହୁଅଛି, ଆଜି ରାତିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବେ ତୁମେ ମତେ 3 ଥର ଅସ୍ୱୀକାର କରିବ ବୋଲି ପିତରକୁ ସେ କହିଲେ। କିନ୍ତୁ ସେ ଅତି ଦୃଢ ରୂପେ କହିବାକୁ ଲାଗିଲେ, ମାନେ ଅତି ଦୃଢ ରୂପରେ ତାର ବିଶ୍ୱାସରେ ସେ କହିଲେ, ଯଦି ମତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ। ପୁଣି ସମସ୍ତେ ମଧ୍ୟ ସେହି ପ୍ରକାରେ କହିଲେ। ବନ୍ଧୁ ଦେଖ, ବେଲେ ବେଲେ ଆମେ ଅଜ୍ଞାତରେ ଏହିପରି ପ୍ରତିଜ୍ଞା କରିଥାଉ, ଏହିପରି ପ୍ରଭୁଙ୍କ ଠାରେ ବି ଆମେ ପ୍ରତିଜ୍ଞା କରିଥାଉ। ଆଉ ପ୍ରଭୁ ଆମର ଅଜ୍ଞାତ ବିଷୟରେ ଜାଣନ୍ତି। ଯେପରିକି ପିତର ଆଉ ସେଇ ଶିଷ୍ୟମାନେ କହିଲେ, ଆଉ ପିତର ବିଶେଷ ଭାବରେ ସେ କହିଲା ଏହିପରି, ଯୀଶୁ, ଯଦି ଅବା ସମସ୍ତେ ଛାଡ଼ି ପାରନ୍ତି, ସମସ୍ତେ ପରିତ୍ୟାଗ କରିପାରନ୍ତି, ମାତ୍ର ମୁଁ ତୁମକୁ ପରିତ୍ୟାଗ କରିବି ନାହିଁ। ଆଉ ସେଇ ବିଷୟରେ ଯୀଶୁ କହିଲେ, ହେ ପିତର, ଆଜି ରାତିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ମତେ 3 ଥର ଅସ୍ୱୀକାର କରିବ। ବନ୍ଧୁ, ଆମମାନଙ୍କ ଜୀବନରେ ଅନେକ ଥର ଯୀଶୁକୁ ଅସ୍ୱୀକାର କରିଅଛୁ। ସେହିପରି ଶିଷ୍ୟମାନେ 3.5 ବର୍ଷ ଯୀଶୁଙ୍କ ଠାରେ ଥିଲେ। ଯୀଶୁଙ୍କ ଜୀବନ ବିଷୟରେ ସେମାନେ ଜାଣିଲେ, ଯୀଶୁଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟ ସମସ୍ତେ ସେମାନେ ଜାଣିଲେ। ହେଲେ ହେଁ ସେମାନେ ଯୀଶୁଙ୍କୁ ଛାଡ଼ି ଦେଇ ଚାଲିଗଲେ। ଯେପରି ପିତର କହିଲେ କି ମୁଁ ତମ ସହିତ ମରିବି, ତମ ସହିତ ମରିବା ପାଇଁ ମଧ୍ୟ ମୁଁ ପ୍ରସ୍ତୁତ ଅଛି ବୋଲି କହିଲେ, ମାତ୍ର ସେହିପରି ହେଲା ନାହିଁ ଯାହା ଆମେ ଦେଖୁଅଛୁ। ବନ୍ଧୁ, ଯୀଶୁ ସେମାନଙ୍କୁ କହିଲେ 3 ଦିନ ପରେ ମୁଁ ତୁମମାନଙ୍କୁ ସାକ୍ଷାତ କରିବି ବୋଲି। କିନ୍ତୁ ଶିଶୁମାନଙ୍କ ପାଇଁ ଏସବୁ ଗ୍ରହଣ କରିବା ଅତ୍ୟନ୍ତ କଷ୍ଟକର ଥିଲା। ବିଶେଷ କରି ପିତର, ଯିଏ ଯୁକ୍ତି କରନ୍ତି ଯେ ଅନ୍ୟ ସମସ୍ତେ ଖସି ବା ଛାଡ଼ି ପାରନ୍ତି, କିନ୍ତୁ ସେ ତାହା କରିବେ ନାହିଁ ବୋଲି କହିଥିଲେ। ଆଉ ଯୀଶୁ ଗମ୍ଭୀର ଭାଷାରେ ଜାରି ରଖିଥିଲେ, ଆଉ ସେଇ ତାଙ୍କ ବିଷୟରେ ଭବିଷ୍ୟତବାଣୀ କରିଥିଲେ, କିପରି ପିତର ତାଙ୍କୁ 3 ଥର ଅସ୍ୱୀକାର କରିବେ। ବନ୍ଧୁ, ଆମେ ଅନେକ ଥର ଯୀଶୁକୁ ଏହିପରି ଅସ୍ୱୀକାର କରୁଅଛୁ। ତାହେଲେ ଚାଲନ୍ତୁ ଆମେ ଦେଖିବା ସେହି ସମୟରେ, ସେହି ଗେତ୍ସେମନୀରେ କଣ ହେଲା ତାହା ଆମେ ଦେଖିବା, ଯାହାକି ଆମେ ମାର୍କ 14:32-22ରେ ପାଉଛୁ। ଯୀଶୁ ଗେତ୍ସେମନୀରେ କଣ ପ୍ରାର୍ଥନା କରୁଥିଲେ ଏବଂ ସେହି ପ୍ରାର୍ଥନାର ଉତ୍ତର କେମିତି ଦିଆଗଲା ଆମେ ଦେଖୁଅଛୁ। ଯେପରିକି ମାର୍କ 14:32-42 ପର୍ଯ୍ୟନ୍ତ ଆମେ ଦେଖୁ କି ପରେ ସେମାନେ ଗେତ୍ସେମନୀ ନାମକ ଗୋଟିଏ ସ୍ଥାନକୁ ଆସିଲେ, ଗୋଟିଏ ବଗିଚାକୁ ଆସିଲେ। କିଏ? ଶିଷ୍ୟ ଆଉ ଯୀଶୁ ଖ୍ରୀଷ୍ଟ। ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, କଣ କହିଲେ? ମୁଁ ପ୍ରାର୍ଥନା କରିବାକୁ ପର୍ଯ୍ୟନ୍ତ ତୁମମାନେ ଏଠାରେ ବସିଥାଅ, ମାନେ ମୁଁ ପ୍ରାର୍ଥନା କରିବାକୁ ଯାଉଅଛି, ଆଉ ମୁଁ ପ୍ରାର୍ଥନା କରି ଆସିବି, ସେତେ ପର୍ଯ୍ୟନ୍ତ ତୁମେ ଏଠି ବସିଥାଅ ବୋଲି ସେ କହିଲେ। ପୁଣି ସେ ପିତର, ଯାକୁବ ଓ ଜହନଙ୍କୁ
ସାଙ୍ଗରେ ଘେନି ଅତ୍ୟ ବିସ୍ମରଣୀୟତ ଓ ବ୍ୟତୀତ ହେବାକୁ ଲାଗିଲେ। କଣ ଲାଗିଲେ? ସେ ପିତର ଯାକୁବ ଆଉ ଜହନଙ୍କୁ ସାଙ୍ଗରେ ଘେନି ନେଇ ଅତ୍ୟ ବିସ୍ମରଣୀୟତ ଓ ବ୍ୟତୀତ ହେବାକୁ ଲାଗିଲେ। ଆଉ ସେ କହିଲେ ସେମାନଙ୍କୁ, ମୋର ପ୍ରାଣ ମୋ ମୃତ୍ୟୁ ଭୋଗ କରିବା ପରି ଅତ୍ୟ ଶୋକାକୁଳ ହେଉଛି। ଏଥିଯୋଗୁ ତୁମାନେ ଏଠାରେ ରହି ଜାଗିଥାଅ। କଣ କହିଲେ ବନ୍ଧୁ? ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ ଯେ ମୋର ପ୍ରାଣ ମୃତ୍ୟୁ ଭୋଗ କରିବା ପରି ଅତ୍ୟ ଶୋକାକୁଳ ହେଉଛି। ଏଥି କାରଣରୁ ତୁମେ ଏଠାରେ ରହି ଜାଗି ରହ ବୋଲି ଯୀଶୁ କାହାକୁ କହିଲେ? ପିତର, ଯାକୁବ, ଜହନଙ୍କୁ। ପିତର, ଜହନ, ଯାକୁବଙ୍କୁ ସେ କହିଲେ। ପୁଣି ସେ କଣ କଲେ? ସେ ଅଳ୍ପ ଦୂର ଆଗକୁ ଯାଇ ଭୂମିରେ ପଡି ଆଉ ସେଠି ଯଦି ହୋଇପାରେ ସେଇ ସମୟ ତାହାଙ୍କ ଠାରୁ ଯେପରି ଦୂର ହୁଏ ଏଥି ନିମନ୍ତେ ସେ ପ୍ରାର୍ଥନା କରିବାକୁ ଲାଗିଲେ। କଣ ସେ ପ୍ରାର୍ଥନା କହିଲେ? ଯୀଶୁ ଏହିପରି ପ୍ରାର୍ଥନା କଲେ, ପିତ ସମସ୍ତ ତୁମର ସାଧ୍ୟ। ସେ କହିଲେ, ଯୀଶୁ କହିଲେ, ଆଜ୍ଞା ଅବା ଆବା ବା ପିତ ସମସ୍ତ ତୁମର ସାଧ୍ୟ। ଏହି ପାନପତ୍ର ମୋ ଠାରୁ ଦୂର କର, ତଥାପି ମୋର ଇଚ୍ଛା ନୁହେଁ ମାତ୍ର ତୁମର ଇଚ୍ଛା। ମାନେ ଏହିପରି କହିଲେ, ହେ ପିତା, ଏହି ଯୋଉ ପାନପତ୍ର, ଏହି ଯୋଉ ମୃତ୍ୟୁ ମୁଁ ସମ୍ମୁଖୀନ କରିବାକୁ ଯାଉଅଛି, ଏହା ତୁମ ଠାରେ ସାଧ୍ୟ ହୋଇପାରେ। ତୁମେ ଏହାକୁ ହଟାଇ ପାରିବ, ମାତ୍ର ମୋର ଇଚ୍ଛା ପ୍ରକାର ନ ହଉ, ମାତ୍ର ତୁମର ଇଚ୍ଛା ହିଁ ହେଉ। ବନ୍ଧୁ, ବେଲେ ବେଲେ ଆମମାନେ ଯଦି ଆମ ଜୀବନରେ କିଛି ଦୁଃଖ କଷ୍ଟ ବାଧା କଷ୍ଟ ଆସେ, ଆମେ ପ୍ରଭୁଙ୍କୁ ନିନ୍ଦା କରିଥାଉ। ସେ ସମୟରେ ପ୍ରଭୁଙ୍କୁ ଆମେ କେବେ ହେଲେ ଧନ୍ୟବାଦ ଦେଇନଥାଉ। ଆମେ ପ୍ରଭୁଙ୍କୁ ବେଲେ ବେଲେ କହିଥାଉ, କାହିଁକି ଏହିପରି ମୋ ଜୀବନରେ ଘଟି ଅଛି? ଦେଖନ୍ତୁ, ବର୍ତ୍ତମାନ ଯେଉଁ ପରିସ୍ଥିତିରେ ଯୀଶୁ ପ୍ରଭୁ ଅଛନ୍ତି, ପାପର ବହନ ବହି ସେଇ ଏଦନରେ ପିତଙ୍କ ଠାରେ ପ୍ରାର୍ଥନା କରୁଛନ୍ତି। କଣ ପ୍ରାର୍ଥନା କରୁଛନ୍ତି? ହେ ପିତ, ଏହି ଯୋଉ ପାନପତ୍ର ମୋ ଠାରୁ ଦୂର କର, ମାତ୍ର ମୋର ଇଚ୍ଛା ଅନୁସାରେ ନୁହଁ, ମାତ୍ର ତୁମର ଇଚ୍ଛା ଅନୁସାରେ କର ବୋଲି ଯୀଶୁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରୁଥିଲେ। ପୁଣି ଯୀଶୁ ଆସି ସେମାନଙ୍କୁ ନିନ୍ଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, ସିମୋନ, ତୁମେ କଣ ପଡିଲ? ତୁମେ କଣ ଶୋଇପଡିଲେ? ଦଣ୍ଡେ ହେଲେ ଜାଗି ପାରିଲ ନାହିଁ? ମାନେ ଟିକେ ସମୟ ବି ତମେ ଜାଗି ପାରିଲ ନାହିଁ? ମାତ୍ର ପରୀକ୍ଷାରେ ଯେପରି ନ ପଡ, ଏଥିପାଇଁ ଜାଗି ରହି ପ୍ରାର୍ଥନା କର। ଆତ୍ମା ଉତ୍କୃଷ୍ଟ, ସତ୍ୟ ମାତ୍ର ଶରୀର ଦୁର୍ବଳ। ବନ୍ଧୁ, ଆମମାନଙ୍କ ଜୀବନରେ ବି ଏହିପରି ଆସିଥାଏ। ଏହିପରି ସମସ୍ୟା ଆମେ ସମ୍ମୁଖୀନ କରିଥାଉ। ଯେପରି ପିତର, ଯାକୁବ, ଜହନ, ଯୀଶୁ ପ୍ରଭୁ ବିଶେଷ ଭାବରେ ସେମାନଙ୍କୁ ନେଇଥିଲେ ଆଉ ସେମାନଙ୍କୁ କହିଲେ, ତମେ ଏଠି ଜାଗି ରହ, ମୁଁ ଟିକିଏ ଦୂରକୁ ଯାଇ ମୁଁ ପ୍ରାର୍ଥନା କରି ଆସୁଛି। ଆଉ ଯେବେ ଯୀଶୁ ପ୍ରଭୁ ପ୍ରାର୍ଥନା କରିସାରି ଆସିଲେ, ଆଉ ସେ ଦେଖିଲେ କି ସେମାନେ ଶୋଇ ପଡିଥିଲେ, ସେ ଶୋଇ ପଡିଥିଲେ ବୋଲି ଆମେ ଦେଖୁଛୁ। ଆତ୍ମା ଇଚ୍ଛୁକ ହେଲେ ସେଇ ସତ୍ୟ ମାତ୍ର ଶରୀର ଦୁର୍ବଳ। ସେମାନେ ଶରୀରରେ ଦୁର୍ବଳ ଥିଲେ। ସେମାନଙ୍କ ଆତ୍ମା ଇଚ୍ଛା ଥିଲା ଯୋଗ୍ୟ ରହିବା ପାଇଁ, ମାତ୍ର ସେମାନଙ୍କ ଶରୀର ଦୁର୍ବଳ ଥିଲା ବୋଲି ଦେଖୁଛୁ। ତାପରେ ଆମେ ଦେଖୁଛୁ ସେ ପୁନର୍ବାର ଯାଇ ପୂର୍ବ ପରି କଥା କହି ପ୍ରାର୍ଥନା କଲେ। କେମିତି କଲେ? ସେ କଲେ, ଏଇ ଯୋଉ ପାନପତ୍ର ଯାହା ମୁଁ ସମ୍ମୁଖୀନ କରିବାକୁ ଯାଉଅଛି, ସେଇ ପାନପତ୍ର
ଯଦି ମୋ ଠାରୁ ହଟାଇବ, ଯେହେତୁ ତୁମଠାରେ ଏହା ସାଧ୍ୟ ହୋଇପାରେ, ମାତ୍ର ଏହାର ମୋର ଇଚ୍ଛା ନୁହଁ, ମାତ୍ର ତୁମର ଇଚ୍ଛା ପୂର୍ଣ୍ଣ ହଉ ବୋଲି ସେ ଆଉ ଥରେ ସେ ସେହିପରି ପ୍ରାର୍ଥନା କଲେ। ଆଉ ସେଇ ପ୍ରାର୍ଥନା ପରେ ପୁନଶ୍ଚ ସେ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କ ଆଖି ମାଡ଼ି ପଡୁଥିଲା, ଆଉ ସେମାନେ ତାହାଙ୍କୁ କି ଉତ୍ତର ଦେବେ ତାହା ଜାଣିନଥିଲେ ବୋଲି ଆମେ ଦେଖୁଛୁ। ପରିଶେଷେ ଯୀଶୁ ତୃତୀୟ ଥର ଆସି ସେମାନଙ୍କୁ କହିଲେ, ଅଳ୍ପ କ୍ଷଣ ଶୟନ କରି ବିଶ୍ରାମ କର, ଯଥେଷ୍ଟ ହେଲାଣି, ସେହି ସମୟ ଉପସ୍ଥିତି ହେଲାଣି। ଦେଖ, ମଣିଷ ପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛି ବୋଲି ସେ ସେଇ ପିତର ଜହନ ଯାକୁବକୁ କହିଲେ। ଆଉ ସେ କହିଲେ, ଉଠ, ଆମେମାନେ ଯିବା। ଦେଖ, ସେ ମତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ ହେଲା ବୋଲି ସେ କହିଲେ। ବନ୍ଧୁ, ଯୀଶୁକୁ ଆମେ ବହୁତ ଥର ଏହିପରି କରିଅଛୁ। ଯୀଶୁ ଆମମାନଙ୍କ ପାପ ସବୁ କ୍ଷମା କରୁଛନ୍ତି। ଯେତେବେଳେ ଆପଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି ବନ୍ଧୁ, ସେତେବେଳେ ଆପଣଙ୍କୁ ସମର୍ଥନ କରୁଥିବା ବନ୍ଧୁ ମିଳିବା ଉତ୍ସାହଜନକ ହୋଇଥାଏ, ଯାହାକି ଫିଲିପିଓ 4:13 ଆମେ ପାଉ। ଆଉ ପାଉଲ ତାଙ୍କୁ ଶକ୍ତିଶାଳୀ କରୁଥିବା ବ୍ୟକ୍ତିଙ୍କ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିବା ବିଷୟରେ ବର୍ଣ୍ଣନା କରନ୍ତି। ସେହିପରି ଫିଲିପିଓ 4:14 ଆମେ ଦେଖୁ, ସେ କହନ୍ତି, ଯେଉଁଠାରେ ପ୍ରେରିତ ଆରମ୍ଭ କରନ୍ତି, ତଥାପି ଏଥିରେ ଲେଖାଯାଇଛି, ତଥାପି ମୋର ଅସୁବିଧା ବାଣ୍ଟିବା ତୁମେ ଏକ ପ୍ରକାର ଥିଲ। ଯୀଶୁ ଗେଥସେମନିର ଏହା ହିଁ ଚାହୁଁଥିଲେ ବୋଲି ସେ କହିଲେ। ତାହେଲେ ଚାଲନ୍ତୁ ବୁଧବାର ଦିନ ଆମେ ଦେଖିବା ଯୀଶୁଙ୍କ ଠାରୁ ପଳାୟନ କରିବା ପାଇଁ ସମସ୍ତଙ୍କୁ ଛାଡ଼ି ଦିଅନ୍ତୁ, ଯାହା ଆମେ ମାର୍କ 14 ତାର 43-52 ପର୍ଯ୍ୟନ୍ତ ଦେଖୁଛୁ। ବନ୍ଧୁ, ଏଠାରେ ଏପରି କଣ ହୁଏ ଯାହା ମୁକ୍ତି ଯୋଜନା ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆମେ ଦେଖୁଛୁ। ବନ୍ଧୁ, ମାର୍କ 14 ତାର 43-52 ଯଦି ପଢିବା, ଯୀଶୁ ଖ୍ରୀଷ୍ଟ ଶତ୍ରୁଙ୍କ ହସ୍ତରେ ସମର୍ପିତ ହୋଇଛନ୍ତି। ଆଉ ସେ କଥା କହୁଥିବା ସମୟରେ ଦାସତ୍ୱ ମଧ୍ୟରୁ ଯହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରଭାତ ବର୍ଗୀଙ୍କ ଠାରୁ ଲୋକ ସମୂହ ଖଡ୍ଗ ଓ ଯଷ୍ଟି ଧରି ଆସିଥିଲେ। ତାହାକୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଂକେତ ଦେଇ କହିଥିଲା। ସେ କହିଲେ, ମୁଁ ଯାହାକୁ ଚୁମ୍ବନ କରିବି, ସେହି ତାହାଙ୍କୁ ଧରି ସାବଧାନରେ ଘେନିଯିବ ବୋଲି ସେମାନଙ୍କୁ କହିଥିଲେ। କିଏ? ସେଇ ଜୁଡାସ ଇସ୍କାରିୟଟ। ଏଣୁ ସେ ସେହି କ୍ଷଣି ତାହାଙ୍କ ପାଖକୁ ଯାଇ ସେ କହିଲେ, ହେ ଗୁରୁ କହି ତାଙ୍କ ବହୁତ ଚୁମ୍ବନ କଲା। ସେଥିରେ ସେମାନେ ତାହାଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ। କିନ୍ତୁ ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଖଣ୍ଡା ବାହାର କଲେ ଏବଂ ମହାରାଜଙ୍କ ଦାସତ୍ୱକୁ ଆଘାତ କରି ତାହାକୁ କାନ କାଟି ପକାଇଲେ ବୋଲି ଆମେ ଦେଖୁଛୁ। ସେଇ ପରିସ୍ଥିତିରେ ଯୀଶୁ କିପରି କହିଥିଲେ ବନ୍ଧୁ? ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଡକାୟତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମାନେ କଣ ମତେ ଧରିବାକୁ ଆସିଲ? ମୁଁ ପ୍ରତିଦିନ ତୁମାନଙ୍କ ସହିତ ମନ୍ଦିରରେ ଥାଇ ଶିକ୍ଷା ଦେଉଥିଲି, କିନ୍ତୁ ତୁମେମାନେ ମତେ ଧରିଲ ନାହିଁ। ମାତ୍ର ଧର୍ମଶାସ୍ତ୍ର ବାକ୍ୟ ସମୂହ ଯେପରି ସଫଳ ହୁଏ, ସେଥି ନିମନ୍ତେ ଏହି ସମସ୍ତ ଘଟୁଅଛି ବୋଲି ଯୀଶୁ କହିଲେ। ଆଉ ସେତେବେଳେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇ ଗଲେ। କିଏ?
ତାହାଙ୍କ ଶିଷ୍ୟମାନେ। କିନ୍ତୁ ଜଣେ ଯୁବା ହୁଙ୍କା ଦେହରେ ଖଣ୍ଡେ ସରୁ ଚାଦର ଘୋଡ଼େଇ ହୋଇ ତାହାଙ୍କୁ ପଛେ ପଛେ ଯାଉଥିବା ସେମାନେ ତାହାକୁ ଧରିଲେ। ମାତ୍ର ସେ ସେହି ସ୍ୱର ଚାଦର ଖଣ୍ଡିକ ଛାଡ଼ି ଦେଇ ହୁଙ୍ଗା ଦେହରେ ପଳାଇ ଗଲେ। ବନ୍ଧୁ, ଏହିପରି ଯହୂଦା ଯୀଶୁ ଶତ୍ରୁମାନଙ୍କ ହାତରେ ସମର୍ପିତ କରିଥିଲେ। ହଁ ବନ୍ଧୁ, ଆମେମାନେ ମଧ୍ୟ ବେଲେ ବେଲେ ଯହୂଦା ପରି ଯୀଶୁଙ୍କୁ ବିଶ୍ୱାସଘାତ କରିଥାଉ। ଯେଉଁ ଯେଉଁ ସାହାଯ୍ୟ ଆମେ ପାଇଥାଉ ସେ ସାହାଯ୍ୟରେ ଆମେ କେବେ ହେଲେ ଯୀଶୁକୁ କୃତଜ୍ଞତା ଜଣାଇ ନଥାଉ, ବରଂ ଆମେ ବିଶ୍ୱାସଘାତ କରିଥାଉ ବୋଲି ଆମେ ଦେଖୁଛୁ। ଯେପରିକି ଯହୂଦା କରୁଥିଲେ। ପିତରଙ୍କ ସେମତ ଶିଷ୍ୟମାନେ ସମସ୍ତେ ପଳାଇ ଯାଇଛନ୍ତି। ଦେଖନ୍ତୁ, ପିତର ଯେଉଁ କହୁଥିଲେ, କହିଲେ ସମସ୍ତେ ଛାଡ଼ି ଦେଇ ପାରନ୍ତି, ମାତ୍ର ମୁଁ ଛାଡ଼ିଦେବିନି ବୋଲି କହିଲେ। ଏଠି ଆମେ ଦେଖୁଛୁ ପିତର ମଧ୍ୟ ଛାଡ଼ି ଦେଇ ସେ ଚାଲିଗଲେ ବୋଲି ଆମେ ଦେଖୁଛୁ। ଯାହା ଆମେ ପଢୁ ମାର୍କ 10:62, ସେଠି ଗୋଟିଏ ପ୍ରଶ୍ନ ପଚାରୁଛି କି ଆପଣ କିଏ? ପିତରଙ୍କ ବିପରୀତ ଘଟଣା ପ୍ରତି ଯୀଶୁ କିପରି ପ୍ରତିକ୍ରିୟା ଦେଇଥିଲେ ତାହା ତୁଳନା କରନ୍ତୁ। ଆଉ ପାର୍ଥକ୍ୟକୁ ଆମେ କଣ ଶିଖିପାରିବା? ବନ୍ଧୁ, ତହିଁରେ ମହାଯାଜକ ମಧ್ಯସ୍ଥଳରେ ଠିଆ ହୋଇ ଯୀଶୁକୁ ପଚାରିଲେ। କଣ ପଚାରିଲେ? ତୁମ ବିରୁଦ୍ଧରେ ଏମାନେ ଯେଉଁ ସାକ୍ଷ୍ୟ ଦେଉଛନ୍ତି ସେଥିର କିଛି ଉତ୍ତର ଦେଉନାହଁ। ମାତ୍ର ଯୀଶୁ କିନ୍ତୁ ସେ ମୌନ ହୋଇ ରହି କୌଣସି ଉତ୍ତର ଦେଲେ ନାହିଁ ବୋଲି ଆମେ ଦେଖୁଛୁ। ଆଉ ମହାଯାଜକ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମେ କିଏ? ତୁମେ କି ମଙ୍ଗଳମୟଙ୍କ ପୁତ୍ର ଖ୍ରୀଷ୍ଟ? ମାନେ ଏହା କିଏ? ତୁମେ ସେହି ସଦାପ୍ରଭୁ ପୁତ୍ର ବୋଲି ସେ ପ୍ରଶ୍ନ ପଚାରିଲେ। ତେବେ ଯୀଶୁ କଣ ଉତ୍ତର ଦେଲେ ବନ୍ଧୁ? ଯୀଶୁ କହିଲେ, ତୁମେ କହିଲ। ଯୀଶୁ କହିଲେ, ମୁଁ ସେହି। ପୁଣି ଆପଣମାନେ, ଏହିପରି ଯୀଶୁ କହିଲେ, ପୁଣି ଆପଣମାନେ ମନୁଷ୍ୟ ପୁତ୍ରଙ୍କୁ ପରାକ୍ରମ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଲାରେ ଆଗମନ କରିବା ଦେଖିବ ବୋଲି ଯୀଶୁ ଖ୍ରୀଷ୍ଟ ସେହି ଯାଜକକୁ ସେ ଉତ୍ତର ଦେଲେ। ସେହି ମହାଯାଜକକୁ ଉତ୍ତର ଦେଲେ। ସେଥିରେ ସେହି ମହାଯାଜକ ଆପଣା ଅଙ୍ଗରଖା ଚିରି କରି କହିଲେ, ସାକ୍ଷାରେ ଆମମାନଙ୍କ ଆଉ କଣ ପ୍ରୟୋଜନ କି ବୋଲି ସେ ଏହିପରି କହିଲେ। ବନ୍ଧୁ, ଆପଣମାନେ ତ ଈଶ୍ୱର ନିନ୍ଦା ଶୁଣିଲେ, ଆପଣମାନଙ୍କ ବିଚାର କଣ ବୋଲି ସେ ଲୋକ ସମୂହକୁ ସେ ପ୍ରଶ୍ନ ପଚାରିଲେ। ଏଥିରେ ସେମାନେ ସମସ୍ତେ ସେ ପ୍ରାଣଦଣ୍ଡର ଯୋଗ୍ୟ ବୋଲି ମତ ଦେଲେ ବୋଲି ଆମେ ଦେଖୁଅଛୁ। କି ସେ ପ୍ରାଣଦଣ୍ଡର ଯୋଗ୍ୟ, ଯେହେତୁ ସେ ଈଶ୍ୱରଙ୍କ ନିନ୍ଦା କରିଛନ୍ତି, ଈଶ୍ୱରଙ୍କୁ ନିନ୍ଦା କରୁଛନ୍ତି, ସେ ନିଜ ଈଶ୍ୱରଙ୍କ ପୁତ୍ର ବୋଲି କହୁଛନ୍ତି ବୋଲି ସେମାନେ ଏହିପରି କହିଲେ କି ସେ ପ୍ରାଣଦଣ୍ଡର ଯୋଗ୍ୟ ବୋଲି। ତା ଛଡା କେହି କେହି ତାହାଙ୍କୁ ପଛରେ ଛେପ ପକାଇବାକୁ ଲାଗିଲେ ବନ୍ଧୁ, ଓ ତାହାଙ୍କ ମୁହଁ ଘୋଡାଇ ତାହାଙ୍କୁ ବିଧା ମାରି କହିବାକୁ ଲାଗିଲେ, ତୁ ପରା ଭାବବାଦୀ, ପ୍ରମାଣ ଦେ। ଆଉ ପଦାତିକ ମାନେ ଚାପୁଡା ମାରୁ ମାରୁ ତାହାଙ୍କୁ ଧରି ଘେନିଗଲେ ବୋଲି ଆମେ ଦେଖୁଛୁ। ଆଉ ସେଇ ସମୟରେ କଣ ହେଉଛି ବନ୍ଧୁ? ଯେପରି ପିତରଙ୍କୁ କହିଥିଲେ, ଯେବେ ପିତର ସେ ସମୟରେ କହିଲେ, ପ୍ରଭୁ ସମସ୍ତେ ଛାଡି ପାରନ୍ତି, ମାତ୍ର ମୁଁ ଛାଡିବି ନାହିଁ। ମୁଁ ତୁମ ସହିତ ମୃତ୍ୟୁ ପର୍ଯ୍ୟନ୍ତ ଯିବା ପାଇଁ ପ୍ରସ୍ତୁତ ଅଛି ବୋଲି ସେ କହିଲେ। ଆମେ ଏଠି ଦେଖୁଛୁ, ଯେବେ ଯୀଶୁ ପ୍ରଭୁ କହିଲେ ପିତରକୁ, ହେ ପିତର, କୁକୁଡ଼ା 3 ଥର
ଡାକିବା ପୂର୍ବେ, ଦ୍ୱିତୀୟ ଥର ଡାକିବା ପୂର୍ବେ ତୁମେ ମତେ 3 ଥର ଅସ୍ୱୀକାର କରିବ। ହଁ ବନ୍ଧୁ, ପିତରଙ୍କ ଯୀଶୁଙ୍କ ଅସ୍ୱୀକାର ବିଷୟରେ ଆମେ ଦେଖୁ ଏଠି। ଇତିମଧ୍ୟରେ ପିତର ତଳେ ପ୍ରାଙ୍ଗଣରେ ଥିବା ସମୟରେ ମହାଯାଜକଙ୍କର ଜଣେ ଦାସୀ ଆସି ପିତରଙ୍କୁ ନିଆଁ ପୁଆଉଥିବା ଦେଖିଲେ, ଆଉ ତାଙ୍କୁ ଏକ ଦୃଷ୍ଟିରେ ଚାହିଁ କହିଲା। କଣ କହିଲା? ତୁମେ ମଧ୍ୟ ନାଜରୀୟ ଯୀଶୁଙ୍କ ସାଙ୍ଗରେ ଥିଲ ବୋଲି ସେ ଏହିପରି ପ୍ରଶ୍ନ କଲେ। ତୁମେ ମଧ୍ୟ ଜଣେ ନାଜରୀୟ ଯୀଶୁଙ୍କ ସହିତ ତମେ ରହିଲ ବୋଲି ସେ କହିଲେ। କିନ୍ତୁ ସେ ଅସ୍ୱୀକାର କରି କହିଲେ, ମୁଁ ତାକୁ ଜାଣେ ନାହିଁ। ଆଉ ତୁମେ କଣ କହୁଛ ମୁଁ ବୁଝୁ ନାହିଁ। ପରେ ସେ ଦାଣ୍ଡ ଦୁଆରକୁ ବାହାରି ଗଲେ। ପୁଣି ସେହି ଦାସୀ ତାଙ୍କୁ ଦେଖି ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ଆଉ ଥରେ କହିବାକୁ ଲାଗିଲା। କଣ ଲାଗିଲା? ଏ ସେମାନଙ୍କ ମଧ୍ୟରୁ ଜଣେ ବୋଲି ସେ କହିଲେ। କିନ୍ତୁ ସେ ପୁନର୍ବାର ଅସ୍ୱୀକାର କରିବାକୁ ଲାଗିଲା। ବନ୍ଧୁ, କିଏ? ପିତର। ପୁନଶ୍ଚ ଅଳ୍ପ ସମୟ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କୁ କହିଲେ, ତୁମେ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମେ ତ ଗାଲିଲୀୟ ଲୋକ। ବନ୍ଧୁ, ଏଠି ଦେଖୁଛୁ, କିନ୍ତୁ ସେ ଅଭିଶାପ ଦେଇ ଓ ରାଣ ପକାଇ କହିବାକୁ ଲାଗିଲେ, ତୁମାନେ ଯେଉଁ ଲୋକର କଥା କହୁଛ ମୁଁ ତାକୁ ଜାଣେ ନାହିଁ। ଦେଖନ୍ତୁ ବନ୍ଧୁ, ଯୀଶୁ ପ୍ରଭୁ ଏହି ବିଷୟରେ କହିଥିଲେ, ଆଉ ସେହିପରି ବର୍ତ୍ତମାନ ପିତର କହୁଛନ୍ତି। କଣ କହୁଛନ୍ତି? ତୁମେ ମାନେ ଯେଉଁ ଲୋକର କଥା କହୁଛ ମୁଁ ତାକୁ ଜାଣେ ନାହିଁ। ସେହି କ୍ଷଣି କୁକୁଡ଼ା ଦ୍ୱିତୀୟ ଥର ଡାକିଲା। ଏଥିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମେ ମତେ 3 ଥର ଅସ୍ୱୀକାର କରିବ ବୋଲି ଯୀଶୁ କହିଥିଲେ। ଆଉ ଏହି ଯେଉଁ କଥା ଯୀଶୁ ପିତରଙ୍କୁ କହିଥିଲେ ତାହା ତାଙ୍କ ମନରେ ପଡ଼ିଲା। ଆଉ ସେ ସେହି କଥା ଭାବି କ୍ରୋଧନ କରିବାକୁ ଲାଗିଲା। ବନ୍ଧୁ, ହଁ ବନ୍ଧୁ, ଯୀଶୁଙ୍କ ସେହି ଯୋଉ ସେନାଡ୍ରିନ୍ ସମ୍ବିଧାନରେ ପରୀକ୍ଷା କରାଯାଇଥିଲା, ତା ବିରୁଦ୍ଧରେ ଅନେକ ସାକ୍ଷ୍ୟ କରାଯାଇଥିଲା। ଆଉ ପିତର ବି ଆମେ ଦେଖୁଛୁ କିପରି ସେ ଯୀଶୁଙ୍କୁ ଅସ୍ୱୀକାର କରିଥିଲା। ବନ୍ଧୁ, ଯୀଶୁଙ୍କ ଅନୁସରଣ କରିବାକୁ ଚାହୁଁଥିବା ଥିଲେ ମଧ୍ୟ ବେଲେ ବେଲେ ଏହା କରିବାର ବିଫଳ ହଉଥିବା ବ୍ୟକ୍ତିଙ୍କୁ ଆପଣ କେଉଁ ଆଶାର ଶବ୍ଦ ଦେଇପାରିବେ? ବନ୍ଧୁ, ଆପଣ ନିଜେ କୁହନ୍ତୁ। ପିତରଙ୍କ ଓଟରେ ଆପଣ ମାନଙ୍କ ଶପଥ ତାଜା ଥିବା ବେଲେ ଏବଂ କୁକୁଡ଼ାର ତୀବ୍ର ଚିତ୍କାର ଏବେ ବି ତାଙ୍କ କାନରେ ବାଜିବାରେ ଲାଗିଥିଲା। ରକ୍ଷାକର୍ତ୍ତା, ତ୍ରାଣକର୍ତ୍ତା, ଜୀବନଦାତା ଜନଙ୍କ ବିଚାରପତି ମାନଙ୍କ ଠାରୁ ମୁକୁଳି ତାଙ୍କ ଗରିବ ଶିଷ୍ୟ ପୂର୍ଣ୍ଣ ଦୃଷ୍ଟିରେ ଦେଖିଥିଲେ। ସେହି ସମୟରେ ପିତରଙ୍କ ଆଖି ତାଙ୍କ ମାଲିକଙ୍କ ଆଡକୁ ଆକାଶସ୍ଥିତ ହେଲା। ବନ୍ଧୁ, ସେହି ଲୋକମାନ କୋମଳ ମୁହଁରେ ସେ ଗଭୀର ଦୟା ଓ ଦୁଃଖ ପଡ଼ିଥିଲେ, କିନ୍ତୁ ସେଠାରେ କୌଣସି କ୍ରୋଧ ପିତର ଯୀଶୁଙ୍କ ଆଖିରେ ଦେଖିଲେ ନାହିଁ। ମାତ୍ର ଦୟା, ପ୍ରେମ, କରୁଣା ସେ ଦେଖିଲେ। ସେହି ଫିକା ଦୁଃଖୀ ଚେହେରା, ସେହି କାନ୍ଦୁଥିବା ଓଠରୁ ଦୃଶ୍ୟ ଦୟା ଓ କ୍ଷମାର ରୂପ ତାଙ୍କ ହୃଦୟକୁ ତାର ପରି ଛେଚି ଦେଇଥିଲା। ବନ୍ଧୁ, ବିବେକ ଜାଗ୍ରତ ହୋଇଥିଲା। ବନ୍ଧୁ, ଶ୍ରୁତି ସକ୍ରିୟ ଥିଲା। ବନ୍ଧୁ, ପିତର ତାଙ୍କର କିଛି ଘଣ୍ଟା ପୂର୍ବରୁ ତାଙ୍କର ପ୍ରତିଶ୍ରୁତିକୁ ମନେ ରଖିବାକୁ ଡାକିଲେ ଆଉ ମନେ ପକାଇଲେ ଯେ ସେ ତାଙ୍କର ପ୍ରଭୁଙ୍କ ସହିତ ଜେଲକୁ ଯିବେ ଏବଂ ମୃତ୍ୟୁକୁ ଯିବେ ଆଉ ତାଙ୍କୁ ଛାଡ଼ିବେନି ବୋଲି ସେ କହିଥିଲେ। ସେ ତାଙ୍କ ଦୁଃଖତକୁ ମନ ପକାଇଲେ ଯେତେବେଳେ ତ୍ରାଣକର୍ତ୍ତାଙ୍କ ତାଙ୍କ ଉପରେ କୋଠରୀରେ
କହିଲେ ଯେ ସେ ସେହି 3-4 ସେଇ ଦିନ ରାତିରେ 3 ଥର ତାଙ୍କ ପ୍ରଭୁଙ୍କୁ ସେ ଅସ୍ୱୀକାର କରିବେ। ପିତର କେବଳ ଘୋଷଣା କରିଥିଲେ ଯେ ସେ ଯୀଶୁଙ୍କ ଜାଣନ୍ତି ନାହିଁ ବୋଲି, କିନ୍ତୁ ବର୍ତ୍ତମାନ ସେ ତୀବ୍ର ଦୁଃଖରେ ଅନୁଭବ କଲେ ଯେ ତାଙ୍କର ପ୍ରଭୁ ତାଙ୍କୁ କେବଳ ଭଲ ଭାବରେ ଜାଣିଛନ୍ତି ଏବଂ ସେ ତାଙ୍କ ହୃଦୟକୁ କେତେ ସଠିକ ଭାବରେ ପଢିଛନ୍ତି, ଯାହାର ମିଥ୍ୟତା ନିଜେ ମଧ୍ୟ ଅଜଣା ଥିଲା। ଆମେମାନେ ମଧ୍ୟ ଏହିପରି ବେଲେ ବେଲେ ଆମେ ଜାଣୁ, ଆମେ କହିଥାଉ ମାତ୍ର ପ୍ରଭୁ ଆମର ହୃଦୟକୁ ଜାଣନ୍ତି। ତାହେଲେ ପ୍ରିୟ ଶ୍ରୋତା, ପ୍ରିୟ ବନ୍ଧୁ, ଚାଲନ୍ତୁ ସେଇ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ନିଜ ଜୀବନ ସମର୍ପଣ କରିଦେବା। ଯେହେତୁ ସେ ଆମର ସବୁ ଜାଣନ୍ତି, ଆମେ ଯେତେବେଳେ ପାପ କରୁ ସେତେବେଳେ ବି ସେ ଜାଣନ୍ତି, ଆଉ ସେ ଚାହାନ୍ତି କି ପିତରଙ୍କ ପରି ଆମେ ଅନୁତାପ କରୁ, ଆଉ ଆଉ ଥରେ ସମ୍ପର୍କ ଗଠିବା ପାଇଁ ଚେଷ୍ଟା କରୁ। ପିତର ଖ୍ରୀଷ୍ଟଙ୍କ ଠାରେ ସମ୍ପର୍କ ଗଠିଲେ, ଆଉ ଯେବେ ମୃତ୍ୟୁବରଣ କଲେ ସେ କହିଲେ, ମୋର ଯୋଗ୍ୟ ନାହିଁ ଖ୍ରୀଷ୍ଟଙ୍କ ପରି ମୃତ୍ୟୁ ହେବାର ପାଇଁ, ମୋର ଗୋଡ ଉପରୁ କର, ମୁଣ୍ଡ ତଳ କରି ମତେ କୃଷରେ ଟଙ୍ଗାଅ ବୋଲି ସେ କହିଥିଲେ। ବନ୍ଧୁ, ହଁ ବନ୍ଧୁ, ଯୀଶୁ ଖ୍ରୀଷ୍ଟ ଅବତରଣ କରିଥିଲେ, ଆମ ପାଇଁ ଜୀବନ ଦାନ ଦେଲେ, ସେ ଆମମାନଙ୍କୁ ପ୍ରେମ କରନ୍ତି। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧ୍ୟ ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସାବସ୍କୁ ପାଠ ଦ୍ଵାରା ଆମମାନଙ୍କୁ ଶିକ୍ଷା ପ୍ରଦାନ କଲ, ତୁମ ସେହି ପ୍ରେମ, ତୁମ ସେହି ଦୟା, ତୁମ ସେହି କୃପା, ତୁମ ସେହି ଅନୁଗ୍ରହ, ଆମ ପାପ ସବୁ କ୍ଷମା କର। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏଇ ଛୋଟ ବିକ୍ଷମ ହେଉଛି, ଶୁଣି ଗ୍ରହଣ କର। ଆମେନ୍। ଧନ୍ୟବାଦ ବନ୍ଧୁ। ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ, ଆଉ ପ୍ରଭୁଙ୍କ ଆଜ୍ଞାକୁ ସଦାବେଳେ ମନରେ ରଖନ୍ତୁ। ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।